ଖାଇ ପିଇକି ଟିକେ ରେଷ୍ଟ ନେଇକି ଉଠିଲା ବେଳକୁ ଝିଅ ପଳେଇ ଆସିଲାଣି ଡ୍ୟୁଟିରୁ। ଝିଅ କହିଲା, ବୋଉ ତମେ ଟିକେ ରେଡି ହଉନ, ତମକୁ ଟିକେ ଛତ୍ର ବଜାର ଟିକେ ନେଇକି ବୁଲିକି ନେଇ ଆସିବି। ମୁଁ ତ ଅନେଇଥାଏ ଝିଅ କେତେବେଳକୁ କହିବ ବୁଲି ଯିବା ପାଇଁ ବୋଲି। ସେଥିପାଇଁ ସଙ୍ଗେ ସଙ୍ଗେ ବାହାରି ପଡିଲି ଛତ୍ର ବଜାର ଯିବା ପାଇଁ। ଛତ୍ର ବଜାରରେ ଯାଇକିରି ପହଞ୍ଚିଲା ବେଳକୁ ଦେଖିଲି କେତେ ଯେ ପରିବା ପତ୍ର ଆଉ କହିବାକୁ ନେଇ। ମତେ ତ ପରିବା କିଣିବାକୁ ଗଲେ ଏତେ ଖୁସି ଲାଗେ ଯେ କହିବାକୁ ନେଇ। ସେଥିପାଇଁ ଆ ଦେହରୁ ତା ଦେହରୁ କିଣି କିଣି ବେଗ ପୁରା ଫୁଲ ହେଇଗଲା। ଝିଅ କହିଲା, ବୋଉ ତମେ ତ କଣ ପରିବା ଦେଖିଲେ ଲୋଭ ସମ୍ଭାଳି ହଉନ, ଖାଲି କିଣି କିଣିକି ଭରି କରିଦେଲଣି। ଆଉ 2 ଦିନ ଗଲେ ବା ଯିବ ଗାଁକୁ, ଫେରେ ଆଉଥରେ ପରିବା ଯାକ କିଣି ପକଉଛ। ରାସ୍ତାରେ ଆସିକି ଦେଖିଲା ବେଳକୁ ଫେରେ ଆଉଥରେ ଫୁଲକୋବିରେ ଶାଗ ଲାଗିକି ପଡିଛି। ଆଉ ଶାଗ ଦେଖିଲେ ମୁଁ ଆଉ ଛାଡୁଛି ନା, ଫୁଲକୋବି ଶାଗ ତାକୁ ବି କିଣିଦେଲି। ତାପରେ ଆସିକି ପହଞ୍ଚିଗଲୁ ସୁପର ମାର୍ଟରେ। ସେଇଠୁ ଟିକେ ଜିନିଷ ପତ୍ର ସବୁ ଘରର ସଉଦାପତ୍ର ଝିଅ କିଣିଲା, ଷ୍ଟିଲ୍ ସାମାନ କଣ କିଣିଲା। ତାପରେ ଆସିଗଲୁ ଘରକୁ। ଘରକୁ ଆସିକି ହାଲିଆ ହେଇକି ବସି ପଡିଲି। ପାଣି ଯେ ବୋତଲଟି ଢକ ଢକ କରି